ନୂଆ ଗ୍ୟାସ୍ କନେକ୍ସନ ନେଉଥିଲେ ବଡ଼ ଘୋଷଣା। 1 ମାସ ଯାଏଁ ମିଳିବ ମାଗଣା ଗ୍ୟାସ୍। ତେବେ କ'ଣ ରହିଛି ସମ୍ପୂର୍ଣ୍ଣ ଅପଡେଟ୍ ଆସନ୍ତୁ ଜାଣିବା। ତା ପୂର୍ବରୁ ଚ୍ୟାନେଲରେ ନୂଆ ଥିଲେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରି ରଖନ୍ତୁ ଏମିତି ଗୁରୁତ୍ୱପୂର୍ଣ୍ଣ ଅପଡେଟ୍ ସବୁଠୁ ପ୍ରଥମେ ପାଇବା ପାଇଁ। ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ଯୋଗୁଁ ତରଳ ପେଟ୍ରୋଲିୟମ ଗ୍ୟାସ୍ ବ୍ୟବହାରକାରୀମାନେ ସମ୍ମୁଖୀନ ହେଉଥିବା ଅସୁବିଧା ମଧ୍ୟରେ ପାଇପଲାଇନ୍ ମାଧ୍ୟମରେ ପ୍ରାକୃତିକ ଗ୍ୟାସ୍ ଯୋଗାଣ କରୁଥିବା ଏକ କମ୍ପାନୀ ମହାନଗର ଗ୍ୟାସ୍ ମଙ୍ଗଳବାର ଏକ ପ୍ରତିଶ୍ରୁତି ଦେଇଛି ଯେ ଗ୍ୟାସ୍ ଯୋଗାଣ କୌଣସି ବାଧା ବିନା ଜାରି ରହିବ। ଏହା ବ୍ୟତୀତ ଏକ ସ୍ୱତନ୍ତ୍ର ପଦକ୍ଷେପ ଆରମ୍ଭ କରି କମ୍ପାନୀ ନୂତନ ଘରୋଇ ଗ୍ରାହକମାନଙ୍କୁ ମାଗଣା ଗ୍ୟାସ୍ ଯୋଗାଇବା ଘୋଷଣା କରିଛି। ଏକ ସରକାରୀ ବିବୃତ୍ତି ଅନୁଯାୟୀ କମ୍ପାନୀ ଯାହା ମହାରାଷ୍ଟ୍ର ଏବଂ କର୍ଣ୍ଣାଟକର ଗ୍ରାହକମାନଙ୍କୁ ସେବା ପ୍ରଦାନ କରେ ପାଇପ୍ ପ୍ରାକୃତିକ ଗ୍ୟାସ୍ ବ୍ୟବହାର କରୁଥିବା ବାଣିଜ୍ୟିକ ଗ୍ରାହକମାନଙ୍କ ପାଇଁ ପଞ୍ଜୀକରଣ ଶୁଳ୍କ ମଧ୍ୟ ଛାଡ଼ କରିଛି। କମ୍ପାନୀର ପରିଚାଳନା ନିର୍ଦ୍ଦେଶକ ଆଶୁ ସିଂଘଲ କହିଛନ୍ତି, ଆମେ ପିଏନ୍ଜି ଏବଂ ସିଏନ୍ଜି ନିରନ୍ତର ଯୋଗାଣ ସୁନିଶ୍ଚିତ କରିବା ପାଇଁ ସମ୍ପୂର୍ଣ୍ଣ ପ୍ରତିବଦ୍ଧ। ଆମେ ଆମର ଗ୍ରାହକମାନଙ୍କର ବଢ଼ୁଥିବା ଆବଶ୍ୟକତା ପୂରଣ କରିବା ପାଇଁ ଆମର ପ୍ରୟାସକୁ ଆହୁରି ବୃଦ୍ଧି କରିବା ପାଇଁ ନିରନ୍ତର କାର୍ଯ୍ୟ କରୁଛୁ। କମ୍ପାନୀ ଘୋଷଣା କରିଛି ଯେ ମାର୍ଚ୍ଚ 16ରୁ ଏପ୍ରିଲ 30 ତାରିଖ ମଧ୍ୟରେ ପିଏନ୍ଜି ପାଇଁ କରାଯାଇଥିବା ସମସ୍ତ ନୂତନ ଘରୋଇ ପଞ୍ଜୀକରଣ ପାଇଁ ଗ୍ରାହକମାନଙ୍କୁ 500 ଟଙ୍କାର ମୂଲ୍ୟର ମାଗଣା ଗ୍ୟାସ୍ ଯୋଗାଇ ଦିଆଯିବ। ଏହା ସହିତ ନୂତନ କୋଠାରେ ରହୁଥିବା ଗ୍ରାହକମାନେ ଯେଉଁଠାରେ ପିଏନ୍ଜି ସଂଯୋଗର ଗ୍ରହଣ 60%ରୁ ଅଧିକ ହୋଇଥାଏ ସେମାନଙ୍କୁ ସେମାନଙ୍କର ଗ୍ୟାସ୍ ବିଲ୍ରେ 1000 ଟଙ୍କାର ରିହାତି ମିଳିବ। ଏହା ବ୍ୟତୀତ କମ୍ପାନୀ ୱେବ୍ ମାଧ୍ୟମରେ ପଞ୍ଜୀକରଣ କରୁଥିବା ପ୍ରତ୍ୟେକ ଗ୍ରାହକଙ୍କୁ 500 ଟଙ୍କାର ତୁରନ୍ତ ରିହାତି ପ୍ରଦାନ କରୁଛି। ଏହା ସହିତ ଯଦି କୌଣସି ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଗ୍ୟାସ୍ ବ୍ୟବହାର ହୁଏ ନାହିଁ ତେବେ ସେହି ସମୟ ପାଇଁ ପ୍ରଯୁଜ୍ୟ ସର୍ବନିମ୍ନ ଶୁଳ୍କ ମଧ୍ୟ ଛାଡ଼ କରାଯିବ। କମ୍ପାନୀ ଖୁବ୍ ଶୀଘ୍ର ଏକ ଶୂନ୍ୟ ଆଗୁଆ ପଞ୍ଜୀକରଣ ଶୁଳ୍କ ସୁବିଧା ପ୍ରଚଳନ କରିବାକୁ ପ୍ରତିଶ୍ରୁତି ଦେଇଛି, ଅର୍ଥାତ୍ କୌଣସି ପ୍ରାରମ୍ଭିକ ଶୁଳ୍କ ଆବଶ୍ୟକ ନାହିଁ, ଯାହା ଅଧୀନରେ ସଂଯୋଗ ସକ୍ରିୟ ହେବା ପରେ କେବଳ ଦେୟ ଆବଶ୍ୟକ ହେବ। ପିଏନ୍ଜି ବ୍ୟବହାର କରୁଥିବା ବାଣିଜ୍ୟିକ ଗ୍ରାହକଙ୍କ କ୍ଷେତ୍ରରେ ବିବୃତ୍ତିରେ ଉଲ୍ଲେଖ କରାଯାଇଛି ଯେ ଏମ୍ଜିଏଲ୍ ପଞ୍ଜୀକରଣ ଶୁଳ୍କ ଛାଡ଼ କରୁଛି। ଏହା ବ୍ୟତୀତ କମ୍ପାନୀ କହିଛି ଯେ ଏହା ଗ୍ୟାସ୍ ଯୋଗାଣ ସହିତ ଜଡ଼ିତ ଆବଶ୍ୟକୀୟ ଭିତ୍ତିଭୂମି ବିକାଶର ସମ୍ପୂର୍ଣ୍ଣ ଖର୍ଚ୍ଚ ନିଜେ ବହନ କରିବ। କମ୍ପାନୀ ଆହୁରି କହିଛି ଯେ ଏହାର ସମସ୍ତ ଭୌଗୋଳିକ କ୍ଷେତ୍ରରେ ଏମ୍ଜିଏଲ୍ ଏହାର ଭିତ୍ତିଭୂମିକୁ ସୁଦୃଢ଼ କରିବ ଏବଂ ଏକ ନିର୍ଭରଯୋଗ୍ୟ ଗ୍ୟାସ୍ ଯୋଗାଣ ଏବଂ ଉତ୍କୃଷ୍ଟ ସେବା ସୁନିଶ୍ଚିତ କରିବା ପାଇଁ ଗ୍ରାହକଙ୍କ ସହଭାଗିତା ପ୍ରୟାସକୁ ନିରନ୍ତର ବୃଦ୍ଧି କରିବ। ବର୍ତ୍ତମାନ ଏମ୍ଜିଏଲ୍ ମୁମ୍ବାଇ, ଥାନେ, ମୀରା ଭୟନ୍ଦର, ନାଭି ମୁମ୍ବାଇ, ରାୟଗଡ଼, ରତ୍ନଗିର, ଚିତ୍ରଦୁର୍ଗ, ଦାବନଗେରେ, ଲାଟୁର ଏବଂ ଧାରାସିବ ଭଳି ଅଞ୍ଚଳରେ ଏହାର ସେବା ପ୍ରଦାନ କରୁଛି। କମ୍ପାନୀ ଉଲ୍ଲେଖ କରିଛି ଯେ ଗ୍ୟାସ୍ ଯୋଗାଣରେ ସ୍ଥିରତା ବଜାୟ ରଖିବା ପାଇଁ ଏହା ଅନେକ ଜରୁରୀ ପଦକ୍ଷେପ ଗ୍ରହଣ କରିଛି, ଯାହାଦ୍ୱାରା ଗ୍ରାହକମାନେ ନିରନ୍ତର ଭାବରେ ସେମାନଙ୍କର ଦୈନନ୍ଦିନ ଆବଶ୍ୟକତା ପାଇଁ ଏକ ନିର୍ଭରଯୋଗ୍ୟ ଏବଂ ସୁରକ୍ଷିତ ଇନ୍ଧନ ଉତ୍ସ ପାଇପାରିବେ। ତେବେ ଏହା ଥିଲା ସମ୍ପୂର୍ଣ୍ଣ ଅପଡେଟ୍ଟି। ଭିଡ଼ିଓଟି ଭଲ ଲାଗିଥିଲେ ଭିଡ଼ିଓଟିକୁ ଲାଇକ୍ କରନ୍ତୁ, ସେୟାର କରନ୍ତୁ ଏବଂ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିବା ପାଇଁ ଭୁଲନ୍ତୁ